समस्त ख्रीष्ट प्रेम मोर आंतरिक नमस्कार। प्रिय बंधुगण, आज भिडियो मु आपन को तीनोटी विषय देखी। प्रथम हूँ जीत पर्वत, आ द्वितीय हूँ दाऊदंक नगर, आ जो नगर को आज डेविड नेशनल पार्क नाम जनाशुना अटे। एवं तृतीय हूँ प्रभु जीशु ख्रीष्ट निज शिष्य मान सहित शेष रात्र भोज जो घरे करथिले, जो जगार करथिले, से जगह को मुझे देखा चाहूँगी। तेरे चलतु बंधुगण, आगक आम देखा ये समस्त विषय क्यों जगार अच्छी, आज से सब जगह केमती देखा जाउछि, आज भिडियो आम समस्त विषय जानिया को पारिबा। तेरे ख्रीष्ट रे प्रिय भाई एवं भौणी माने देखंतु, ये हूँ इस्राएल देशर सड़क। आमे वर्तमान जेरूसालेम अतिक्रम करे पैलेस्टाइन अतिक्रम करिकी आमे आग को गले जना पड़िबो कौन अच्छी। एटार एक सीसीटीवी कैमेरा अच्छी। देखंतु बेले बेले रास्ता उपरे एमती लगी था सीसीटीवी कैमेरा। समस्त गतिविधि ये लक्ष्य करा जाए। तेरे ख्रीष्ट रे प्रिय भाई एवं भौणी माने से सहर, से जगह, से नगर, आज एमती किसी देखा जाउछि। तेरे यही देश विषय जदि आम आलोचना करिबा, तेरे ये हूँ एक गुरुत्वपूर्ण विषय अटे एवं सारा पृथ्वी विख्यात अटे। आपण युद्ध विद्या कौशल कहतु कि ज्ञान कहतु, जेकोसी विषय कहतु, आ सुंदरतार मध्य ए देश सब बेले आगुआ। आज पर्यंत ए देश कौन सी शत्रु ठारू हारी नहीं, जहाँकि आम मैंने देखु टीवी रे। आज पर्यंत जिते सब मुस्लिम कंट्री गुड़िक युद्ध कर इस्राएल को परास्त कर पारि ना, कारण सेमती खासियत ए देशर अच्छी। आ सब बड़ खास विषय हूँ आम त्राणकर्ता प्रभु जीशु यही देश में जन्मग्रहण करते, बेथलेम नगर में जन्मग्रहण कले। यही इस्राएल देश में। तेरे ख्रीष्ट रे प्रिय भाई एवं भौणी माने तेरे देखंतु, इस्राएल देशर रास्ता, इस्राएल देशर बाहर सिनेरी दूर देखिले यही देखा जाए। एठार अनेक घर द्वार मत देखा जाए, अनेक घर द्वार गुड़िक रही अछि। तेरे बंधुगण, आ अल्प समय मध्य आमे माने जीत पर्वत को देखिबा, तापर परे दाऊदंकर नगर को देखिबा, आउ एथि सहित प्रभु जीशु ख्रीष्ट निज शिष्य मान सहित जोठारे शेष रात्र भोज करथिले से जगह को मध्य देखिबा। तबे एहीपरि भिडियो को आपण देखुथांतु। तेरे ख्रीष्ट प्रिय भाई और भौणी माने आपड़ देखुं इस्राएल देश रास्ता देखंतु, एम देखा जाए। बर्तमान आपड़ जहाँ देखुं ये हूँ जीत पर्वत। जहाँ आपन कही देखेबी बोली ये हूँ से जगह, से जीत पर्वत जहाँ आज एमती देखा जाए। हाँ प्रिय बंधुगण, आज जीत पर्वत
এইଭଳି ଦେଖାଯାଏ। ତେବେ ଜିତ ପର୍ବତ କହିଲେ ବହୁତ ଉଞ୍ଚା ହେଇଥିବ କିମ୍ବା ଚଉଡ଼ା ହେଇଥିବ ସେମିତି ନୁହେଁ। ଏମିତି ଗୋଟିଏ ଦିନ ଥିଲା ଏହାର ଉଞ୍ଚାଇ ଟିକେ ଅଧିକ ଥିଲା, କିନ୍ତୁ ଆଜି ତାର ଅବସ୍ଥା ଏମିତି ଅଛି। କିନ୍ତୁ ସେ ଯାହା ବି ହେଉ, ପରମେଶ୍ୱରଙ୍କ ବାକ୍ୟରେ ଲେଖାଯାଏ ଯେ ଏଇ ଯେଉଁ ଜିତ ପର୍ବତ, ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ଦ୍ୱିତୀୟ ଆଗମନ କରିବେ, ସେତେବେଳେ ସେ ନିଜର ପାଦ এই ଜିତ ପର୍ବତ ଉପରେ ରଖିବେ। ସେତେବେଳେ କ'ଣ ହେବ ଆପଣ ଜାଣିଛନ୍ତି? ଆଉ ସେତେବେଳେ এই ଜିତ ପର୍ବତ ଦୁଇ ଭାଗ ହେବ, ଗୋଟେ ଭାଗ ଉତ୍ତରକୁ, ଗୋଟେ ଭାଗ ଦକ୍ଷିଣକୁ, ଆଉ ଦୁଇ ଭାଗ ହେବ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ କ'ଣ କରିବେ? ଜେରୁସାଲେମ ମନ୍ଦିର ଭିତରେ ପ୍ରବେଶ କରିବେ ଆଉ ସାରା ପୃଥିବୀକୁ 1000 ବର୍ଷ ପର୍ଯ୍ୟନ୍ତ ଶାସନ କରିବେ। ହଁ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆସୁଛନ୍ତି 1000 ବର୍ଷ ରାଜତ୍ୱ କରିବା ପାଇଁ ଏ ପୃଥିବୀରେ, ଆଉ ଜେରୁସାଲେମ ତାଙ୍କର ସିଂହାସନ ହେବ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ସେଠାରୁ ଥାଇକି ପୁରା ଦୁନିଆକୁ କଣ୍ଟ୍ରୋଲ କରିବେ, ଯାହାକି ବାକ୍ୟରେ ଲେଖା ଅଛି। ଆଉ ସେ ଯେତେବେଳେ ଆସିବେ ନିଜର ପାଦ ରଖିବେ ଜିତ ପର୍ବତ ଉପରେ ହିଁ, ନିଜର ପାଦକୁ ସେ ରଖିବେ। ସେଥିପାଇଁ ଆମେମାନେ ସମସ୍ତେ ସାବଧାନ ହେବାର ଅଛି। ଯେଉଁ ବିଶ୍ୱାସ ପ୍ରଭୁ ଯୀଶୁ ଆମକୁ ଦେଇଛନ୍ତି, ସେ ବିଶ୍ୱାସକୁ ଧରି ସାରା ଜୀବନ ଆମେମାନେ ଚାଲିବାର ଅଛି। ତେବେ ଇଏ ହେଉଛି ରାସ୍ତା, ଇସ୍ରାଏଲ ଦେଶର ରାସ୍ତା। ଆଉ ଇସ୍ରାଏଲ ଦେଶର ରାସ୍ତା ବିଷୟରେ ମୋର ଆଉ ଗୋଟେ ଭିଡ଼ିଓ ମଧ୍ୟ ରହିଅଛି, ଆପଣ ଯାଇ ଦେଖିପାରିବେ। କିନ୍ତୁ ଇଏ ହେଉଛି ଅଲଗା। ବର୍ତ୍ତମାନ ଆପଣ ଦେଖୁଛନ୍ତି କିଙ୍ଗ ଡେଭିଡ୍ ନ୍ୟାସନାଲ୍ ପାର୍କ, ଦାଉଦଙ୍କର ନଗର ନାମରେ ପରିଚିତ, ଯାଇକି ଆପଣ ସ୍କ୍ରିନରେ ଦେଖାଉଛନ୍ତି ଦାଉଦଙ୍କର ନଗର ବା ଦାଉଦଙ୍କର ସହର। ତେବେ ଏଇ ଦାଉଦଙ୍କର ନଗର ଭିତରେ ବା ଦାଉଦଙ୍କର ସହର ଭିତରେ କ'ଣ କ'ଣ ସବୁ ରହିଅଛି, କିଛି ସମୟ ପରେ ଆମମାନଙ୍କୁ ଜଣାପଡ଼ିବ କ'ଣ ସବୁ ରହିଅଛି ଦାଉଦଙ୍କର ସହର ଭିତରେ। ତେବେ ଦେଖନ୍ତୁ ବନ୍ଧୁଗଣ, ଆଜି ମଧ୍ୟ ଅନେକ ଲୋକମାନେ ଏଠାକୁ ଆସନ୍ତି, ଅନେକ ଲୋକମାନେ ଏଠାରେ ପରିଦର୍ଶନ କରିବାକୁ ଆସନ୍ତି, ଏହି ଜାଗାକୁ ଦେଖିବା ପାଇଁ ଆସନ୍ତି। କାରଣ ଇସ୍ରାଏଲ ଦେଶରେ ଯେତେ ସବୁ ଦର୍ଶନୀୟ ସ୍ଥାନ ଗୁଡ଼ିକ ରହିଅଛି, ତାହା ମଧ୍ୟରେ ଇଏ ହେଉଛି ଗୋଟେ କିଙ୍ଗ ଡେଭିଡ୍ ନ୍ୟାସନାଲ୍ ପାର୍କ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ହେଉଛି କିଙ୍ଗ ଡେଭିଡ୍ ନ୍ୟାସନାଲ୍ ପାର୍କ ଦାଉଦଙ୍କର ନାମରେ ନାମିତ ଏବଂ ଦାଉଦଙ୍କର ନଗର ମଧ୍ୟ ଏହାକୁ କୁହାଯାଇଥାଏ। ଦେଖନ୍ତୁ କେତେ ଲୋକମାନେ ସବୁ ଆସନ୍ତି, ବହୁ ସଂଖ୍ୟକ ଲୋକମାନେ ଏଠାରେ ଆସନ୍ତି। ଆଉ ଲୋକମାନେ ଏଠାକୁ ଆସନ୍ତି ଆଉ ସେମାନେ କ'ଣ କରନ୍ତି? ଲୋକମାନେ ଏଠାକୁ ଆସିକି ଏ ସମସ୍ତ ବିଷୟ ସେମାନେ ଦେଖନ୍ତି। ଆଉ ଏ ସମସ୍ତ ବିଷୟ ଦେଖିଲେ ଆମମାନଙ୍କର ବିଶ୍ୱାସ ମଧ୍ୟ ମଜବୁତ ହୁଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ। ଇଏ ହେଉଛି ଦାଉଦଙ୍କ ନଗର, କିଙ୍ଗ ଡେଭିଡ୍ ନ୍ୟାସନାଲ୍ ପାର୍କ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବର୍ତ୍ତମାନ ଆମେମାନେ ଦେଖୁଅଛୁ ରୋମ୍ ଅଫ୍ ଦ ଲାଷ୍ଟ ସଫର। ତା ମାନେ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ କୋଠରୀ ଭିତରେ ଥାଇ ଶେଷ ରାତ୍ର ଭୋଜ କରିଥିଲେ, ଇଏ ହେଉଛି ସେଇ ଜାଗା ବନ୍ଧୁଗଣ। ହଁ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏଇ ଜାଗାରେ ଥାଇ, ଏଇ ରୁମ୍ରେ ଥାଇ ସେ କ'ଣ କରିଥିଲେ? ଶିଷ୍ୟମାନଙ୍କ ସହିତ ଶେଷ ରାତ୍ର ଭୋଜ କରିଥିଲେ, ଯାହାକି ଆଜି ଏମିତି ଦେଖାଯାଏ। ତେବେ ପ୍ରାୟ 2000 ବର୍ଷ ପୂର୍ବରୁ ଇଏ ଏମିତି କିଛି ନଥିଲା।
ଏକ ସାଧାରଣ ଘର ଥିଲା, ଆଉ କିନ୍ତୁ ବର୍ତ୍ତମାନ ଏଇ ଜାଗାରେ ଏକ ମାନେ ବିଲ୍ଡିଂ ତିଆରି କରିକି ତାକୁ ଏଇଭଳି ଭାବେ ରଖାଯାଇଛି। ହଁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ରୁମ୍ର ଭିତର ପାଖ ଆପଣ ଦେଖିବାକୁ ପାରିବେ, ଆଉ ଯେଉଁଠାରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଶେଷ ରାତ୍ର ଭୋଜ ଶିଷ୍ୟମାନଙ୍କ ସହିତ କରିଥିଲେ ଏବଂ ତା ପରବର୍ତ୍ତୀ ମୁହୂର୍ତ୍ତରେ ଇସ୍କରିତୀୟ ଜିହୁଦା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିଥିଲା। ସେଇ ଯାତ୍ରା ଏଇଠାରୁ ହିଁ ଆରମ୍ଭ ହୋଇଛି, ରୋମ୍ ଅଫ୍ ଦ ଲାଷ୍ଟ ସପର। ତେବେ ଦେଖାଯାଉ ବନ୍ଧୁଗଣ, ଏ ଭିତରେ କ'ଣ ଅଛି ଜଣାପଡ଼ିବ। ଭିତରକୁ ଗଲେ ହିଁ ଜଣାପଡ଼ିବ ଏ ଭିତରେ କ'ଣ କ'ଣ ସବୁ ରହିଛି। ଆଉ ଗୋଟିଏ ବିଷୟ ଯେଉଁ ବାକି ଥିଲା ବନ୍ଧୁଗଣ, ମୁଁ ଯେପରି ଆପଣଙ୍କୁ କହିଥିଲି, ଏଇଟା ହେଉଛି ସେଇ ରୋମ୍, ସେଇ ଏକ୍ଜାକ୍ଟ ସେଇ ଜାଗା ଯେଉଁ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ଶିଷ୍ୟମାନଙ୍କ ସହିତ ବସିଥିଲେ। ହଁ ବନ୍ଧୁଗଣ, ଏଇ ଜାଗାରେ ବସିଥିଲେ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ପାଦ ଧୋଇ ଦେଇଥିଲେ ଶିଷ୍ୟମାନଙ୍କର। ଇଏ ହେଉଛି ସେଇ ରୁମ୍, କିନ୍ତୁ ବର୍ତ୍ତମାନ ଏହାକୁ ଡେଭଲପ୍ କରି ଏଠାରେ ଏକ ମହଲ ଆକୃତିର ପ୍ୟାଲେସ୍ ଭଳିଆ ଏକ ଘର ତିଆରି କରି ଦିଆହେଇଛି, ଯେଉଁଟାକୁ ଆଜି ମଧ୍ୟ ବହୁତ ଲୋକମାନେ ଆସନ୍ତି ଦେଖିବା ପାଇଁ। ତେବେ ଇଏ ହେଉଛି ସେଇ ରୁମ୍। ତେବେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କ ପ୍ରତ୍ୟେକଙ୍କୁ ମୋର ହୃଦୟର ସହିତ ଆନ୍ତରିକ ନମସ୍କାର। ତେବେ ଆପଣ ଦେଖିଲେ ଜିତା ପର୍ବତ, ଦାଉଦଙ୍କର ନଗର, ତା ସହିତ ଇଏ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୋଠରୀ, ଯେଉଁଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଶିଷ୍ୟମାନଙ୍କ ସହିତ ଶେଷ ରାତ୍ର ଭୋଜ କରିଥିଲେ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଛି ତେବେ ଏହି ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର ମଧ୍ୟ କରନ୍ତୁ, ଯେପରି ଅନ୍ୟମାନେ ମଧ୍ୟ ଏହିପରି ଐତିହାସିକ ସ୍ଥାନଗୁଡ଼ିକୁ ଦେଖିବା ମଧ୍ୟ ସୁଯୋଗ ପାଇବେ। ଯଦି ଆପଣ ଚାହିଁବେ ତେବେ ଅନ୍ୟମାନେ ମଧ୍ୟ ସୁଯୋଗ ପାଇପାରିବେ। ସେଥିପାଇଁ ଭିଡ଼ିଓକୁ ଆପଣ ସେୟାର କରନ୍ତୁ, ଯେତେ ପାରୁଛନ୍ତି ସେୟାର କରନ୍ତୁ। ତ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଆଉ ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର।